ସାଗର ନୀଳ ଆକାଶ ସହିତ ମିଶି ଲହରୀ ତାଳରେ ପ୍ରକୃତିର ଗୀତ ଗାଏ। ଆସନ୍ତୁ ପଢ଼ିବା ଏକ ସୁନ୍ଦର କାହାଣୀଟିଏ। ଗୋଟିଏ ଗାଁରେ ରାମୁ ନାମର ଗୋଟିଏ ଛୋଟ ଛୁଆ ଥିଲା। ପ୍ରଥମ ଥର ପାଇଁ ସେ ଦିନେ ସାଗର ଦେଖିବାକୁ ଗଲା। ସାଗରର ବଡ଼ ବଡ଼ ତରଙ୍ଗ ଦେଖି ସେ ଡରିଗଲା। ସେଠାରେ ଜଣେ ବୃଦ୍ଧ ମାଛ ଧରାଳି ବସିଥିଲେ। ରାମୁ ପଚାରିଲା, କାକା, ଏତେ ବଡ଼ ସାଗରକୁ ଦେଖି ଆପଣଙ୍କୁ ଭୟ ଲାଗେ ନାହିଁ କି? ବୃଦ୍ଧ ଜଣକ ହସି କହିଲେ, ସାଗର ଆମକୁ ଗୋଟିଏ ଶିକ୍ଷା ଦେଇଥାଏ। ବାହାରୁ ଯେତେ ବଡ଼ ଓ ଭୟଙ୍କର ଲାଗୁଥିଲେ ମଧ୍ୟ ଧୈର୍ଯ୍ୟ ଓ ଜ୍ଞାନ ଦ୍ୱାରା ଆମେ ତାକୁ ସାମ୍ନା କରିପାରିବା। ସେ ପୁଣି କହିଲେ, ଦେଖ ରାମୁ, ତରଙ୍ଗ ଆସେ ଓ ଯାଏ। ଜୀବନର ସମସ୍ୟା ମଧ୍ୟ ଠିକ୍ ସେହିପରି। କେବେ ଆସେ, କେବେ ଚାଲିଯାଏ। ଯେଉଁ ଲୋକ ଧୈର୍ଯ୍ୟ ଧରି ତାର ସାମ୍ନା କରେ ସେ ହିଁ ସଫଳ ହୋଇଥାଏ। ବୃଦ୍ଧ ଜଣକର କଥା ଶୁଣି ରାମୁ ଭୟ ଛାଡ଼ିଦେଲା ଏବଂ ସେ ବୁଝିପାରିଲା ଯେ ସମସ୍ୟାକୁ ଭୟ କରିବା ନୁହେଁ, ବରଂ ସାହସର ସହିତ ମୁକାବିଲା କରିବା ଉଚିତ। ଜୀବନର ସମସ୍ୟା ମଧ୍ୟ ସାଗରର ତରଙ୍ଗ ପରି। ଧୈର୍ଯ୍ୟ ଓ ସାହସ ରଖିଲେ ସବୁ ସମସ୍ୟାର ସମାଧାନ ହେବ। ଧନ୍ୟବାଦ।